ପୂଜାରୁ ପଳେଇ ଆସିଛି। ଆମେ ଏବେ ଯାଉଛୁ ଆମ୍ବ ଡାଳ ଆଉ ଦୁବ ବରକୋଳି ପତ୍ର ପାଇଁ। କାଲି ଗୁରୁବାର ଓଷା ତୃତୀୟ ପାଳି ବୋଧେ। ଆମେ ଚାଲିଲୁ ଆମ୍ବ ଡାଳ କୋଉଠୁ ଆଣିବା? ଏଇଠି ମାଉସୀ ର ଅଫଳନ୍ତି ଗଛ ତା ଫଳନ୍ତି ବାରିରେ ପହଞ୍ଚି ଗଲୁ। ଆମ୍ବ ଏଇଟା ହଉଛି ଆମ୍ବ ଗଛ ଏଇଟା। ତ ଆମେ ଯାଉଛି ଏବେ ଆମ୍ବ ଗଛରୁ ଆମ୍ବ ଡାଳ ନବା ପାଇଁ। ଇଏ ଆଣିବନି ଦୁବ ବରକୋଳି। ଏଇଟା ହଉଛି ଆମ ଆମ୍ବ ଗଛ। ସେ ଜମା ଆସିବନି। କଣ କହୁଛି ଆପଣ ମାନେ ଦେଖୁଥିବେ। ଦେଖିଆ ଆଣିକି ଦେଖ କେମିତି ଆସିବ। ଜମାରୁ ବି ଆସିବନି। ଏଇଟା ହଉଛି ଆମ ପୋଖରୀ। ଆମ ପୋଖରୀ ପୁରା ନଷ୍ଟ ହେଇ ସାରିଲାଣି। ନଗି ନା ନଗି ନୁହଁ ଇଏ ନଗି ବାନ୍ଧି ଦିଏ। ମତେ ବାନ୍ଧି ଆସେନି ଏଗୁରା ହଉନି। ଏଇଠି କଣ ଝୁଡୁଙ୍ଗ ହେଇଥିବ ଚାଲ ଖାଇବା। ଏଇ ଝୁଡୁଙ୍ଗରେ ଦେଖ ଜଉଆ ନାଗିଛି। ଜଉଆ ହେଇ ଆଣୁ ଖାଉନୁ। ସେ ଜଉଆ ନାଗି ଆଉ ରାକ୍ଷସ ମରୁଛୁ ତ ଖାଇବାକୁ। ନଗିଟା ଗୋଟେ ବାନ୍ଧି ପାରୁନି। ଘଣ୍ଟାଏ ହେଲା ନଗିଟାକୁ ବାନ୍ଧୁଛି। ତୁ ଯଦି ତ ବାନ୍ଧିଲା ବାଲି ବାନ୍ଧୁନୁ ଦେଖିଆ। ବାନ୍ଧିକିନି ତାର ଆଣି ଆଙ୍କୁଟା କରିଦେବୁ। ଝିଙ୍କି ଆଣିବୁ। ତାର ତ ଖଣ୍ଡେ ଦଉନ। ଏଇ ନଗି ପୁଣି ମୋର ଆର ପାଳି ଦରକାର ହବ। କାରଣ ଆର ପାଳି ମାଣ ବସିବ। ଇଏ ବସାଏ ତାଙ୍କ ଘରେ। ହଁ ମୁଁ ବା ମାଣ ବସେ। ବୋଉ ବସାଏ ନା। ମୁଁ ଠାକୁରଙ୍କ କାମରେ ବହୁତ ସହଯୋଗ କରେ। ବହୁତ ମାନେ 70% ତୁ। ମୁଁ ସହଯୋଗ କରେ ତ। ଦେଇ ଜମା 30%। ମୁଁ ବହୁତ ସହଯୋଗ କରେ ମୋ ବୋଉ। ନଗି ଭାଙ୍ଗି ତୁ ସିଧା ଡେଇଁବୁନୁ ଗଛକୁ ଗୋଟେ ପିଲା। ଆଣୁଛି ଧୀରେ ଧୀରେ। ହାତ ପାଇଲା ମାନେ ତୁ ଡେଙ୍ଗାଟା ଟିକେ ଆଣୁନୁ। ମୋର ତ ହାତ ପାଉନି। ଡେଙ୍ଗାଟା ଗୋଟେ ଝୁଡୁଙ୍ଗ ଖାଇବା। ଉଠୁ ବା ଝୁଡୁଙ୍ଗ ସେ ହେଇନି କିଛି ଖାଉଛୁ। ମରୁନୁ କୋଉଠି ବିଷ ମିଳୁନି ତତେ। ଅସମ ଗୋଟେ ଦରକାର। ଦିଟା ଆଉ ଗୋଟେ କଣ ମୁଣ୍ଡ ଉପରେ ଥୋଇବୁ। ଗୋଟେ ତ ହେଲା ଠାକୁରଙ୍କ ପାଖରେ ବସିବ। ଆଉ ଗୋଟେ ଦୁଆର ମୁହଁରେ। ଲାଷ୍ଟ ପାଳି ଦୁଆର ମୁହଁରେ ଥୁଆ ହୋଇ ନା ସବୁ ପାଳି? ଠାକୁରଙ୍କ ପାଖରେ ଏପାଳି ବସିବୁନି ତ। ଆର ପାଳି ଠାକୁରଙ୍କ ପାଖରେ ପଇଡ ଫଇଡ ଦିଆ ହେଇକିରି। ଆଉ ଦିଟା କଣ କରିବୁ? ଗୋଟେ କାନେଇ ଜାକି ବୁଲିବୁ। ନାଇଁ ଗୋଟେ ଦୁଆର ମୁହଁରେ ଗୋଟେ ଦୁଆରେ ବସିବନି। ଆମ୍ବ ଡାଳରେ 7ଟା ପତ୍ର ନିହାତି ଦରକାର। 7ଟା ଦେଖୁନୁ ମୁଁ ଗଣିକି ରଖିଥିଲି। 7ଟା ପତ୍ର ନିହାତି ଦରକାର। 8ଟା ଅଛି ଆଉ। ଗୋଟେ ଛିଡେଇଦବା। 8ଟା ହେଲେ ଚଳିବ। ଗୋଟେ ହେଇଗଲା। ଆଉ ଗୋଟେ ଆଣିବ। ଆଣିଲୁ ଦୂର ବାଟରେ ଅଛି। କେମିତି ମୋ ହାତ ଗୋଡ଼ ପାଇଲେ ହବନି। ହାତ ଗୋଡ଼ ପାଇବା ପାଇଁ ଗୋଟେ ହାଇ ହିଲ୍ ଦରକାର। ତୁ ଟିକେ ଆଣି ଦଉନୁ ମତେ ହାତ। କୋଉଠି ଗୋଟେ ଦେଖିଲା। 4ଟା ପତ୍ର ହବନି। ପୋଇ ଝିଙ୍କି ଆଣିବ ଯାହା ହଉଛି। ପିଲା ଆମ୍ବ ଡାଳ ପାଇଁ ଆସିକିନା 2 ଘଣ୍ଟା ନେଲ। ଗୋଟାଏ ହେଲେ ଆଉ ଗୋଟେ ହଉନି। ଏପଟୁ ନବା। ଦେଖ ଆମ୍ବ ଡାଳ ଟା ନବ ବୋଲି 2 ଘଣ୍ଟା ଲଗେଇଲାଣି। ବିଲେଇ ବୋବଉଛି ମଣିଷ ବୋଇଲା ଭଳିଆ। ଆଣେ ସେଇଠୁ। ଗୋଟେ ଆଣି ସାରିଛି। ହଁ ଆଉ ଗୋଟେ ସେଇଠି ଅଛି। ନେଇଯିବା ହେଇଯିବ। ସେଇଠି ବଢିଆ ସୁନ୍ଦର ଟା ହେଇଛି। ସୁନ୍ଦର ତ ଯାଉଛି। ମୁଣ୍ଡ ବାଜୁଛି। ଏଡୁଟା ହେଇଯିବ। ଦେଖନ୍ତୁ ସେଟା କେତେ ସୁନ୍ଦର ଆମ୍ବ ଡାଳଟା। ଆମେ ସେଇଟା ଆଣିଛୁ। ମା ପୁରା ଦେଖିଲେ ଖୁସି ହେଇଯିବେ।
ହଁ ତୋତେ କହିବେ ଫୋନ କରି। ଇଏ ଯାହା କଲା ଏଇ ଆମ୍ବ ଡାଳ ଏ 6 ଖଣ୍ଡ ହେଇଯିବ। ତୋ ବାପ ଓଃ ଦେଖିଲେ ସେ କଣ କରିମୁ। କାଲି ତ ଆପଣ ମାନେ ଦେଖିଥିବେ କାଲି ରାତିରେ କଣ ସବୁ କେତେବେଳେ କରୁଥିଲା। ଆପଣ ମାନେ ସେ ପୋଷ୍ଟ କରି ଆପଣ ମାନେ ଅପଲୋଡ ଏଇଥିରେ ହିଁ ଅପଲୋଡ କରିବି ଫାଷ୍ଟରୁ। ରଖିଦେ। ମତେ ଖାଲି ତ ନେ ଧରେ ଦେଖିପାରୁଥିବାକୁ କେତେ ଖୁସି ଗୁରୁବାର ଓଷା କରିଛି ବୋଲି। ଓହୋ ଏବେ କଣ କରିବୁ? ଆଁ ଏବେ କଣ କରିବୁ? ଧୁବ ଧୁବ ଚାଲ ସେଠି ବାରିରେ ମୁତୁଛନ୍ତି। ଚାଲେ ସେପଟରେ ଦେଖିବାନି। ତୁ ମୁତୁଛୁ ସେଠି ସବୁବେଳେ ମୁଁ ତତେ ଦେଖୁଛି। ଆମର କଣ ଲାଟିନ୍ ନାହିଁ ଆମର ଦିଟା ଲାଟିନ୍ ସେଠି ପୁଣି ମୁଁ ତୁ ତ ଏଠି ମୁତ ମୁଁ ଦେଖିଛି ମୋ ଆଖିରେ। ଆମର ଦିଟା ଲାଟିନ୍ ଏଇଠି ଆପଣ ମାନେ ଦେଖିପାରେ ଦିଟା ଲାଟିନ୍ ଗୋଟେ ନୁହଁ। ନାଇଁ ତୁ ନେବି ଏଇଠି ମୁତୁ ଚାଲ। ସେଇଠୁ କାଲି ଗୋବର ନଣ୍ଡାଇ ନବୁ। ମୁଁ ସୋଚି ଖୁରେ ଦେଖିଛି ତୁ ସେଇଠି ମୁତ। ଆମର ଏଇଟା ଦେଖ ଏଇଟା ହଉଛି କାନ୍ଧିଆ ଗଛ ହେଇନି ତ ତା ଦେହରେ ଛୋଟ ଗଛଟେ। ହେଲେ ହେଲେ ଆଁ ହେଲେ ଛୁଆଡ଼ା ଦେଖ ପୁଣି ଆରେ ଢମଣା ବୁଲିବାଲି ଆସି ଇଅ କଣ। ନାଇଁ ବେ ସେ ଦୁବ ଦିଟା ନବା। ଦୁବ ଏଇଠି କୋଉଠି ତ ହେଇନି ନା। ଏଇ ସେଇଠି କୋଳି ପତ୍ର ଏଇଠୁ ନେଇଯା କାଇଁ କାଇଁ ଏଇଠି। ଇରେ ହଁ ରେ ମୁଁ ତୋଳିବି। ଦେଖନ୍ତୁ ସାଙ୍ଗମାନେ ଏଇଠି କୋଳି ପତ୍ର ଅଛି ତୁ ମତେ ଆରଥର ଛାଡକୁ ପଠେଇଦେଲୁ। ଛାଡୁ କଣ ସେଇଠୁ କୋଳି ଗଛ ଗୋଟେ ହେଇଛି ବଡ କୋଳି ଗଛଟା ସେଇଠୁ ନା ଆଣି ତୁ ଏଠି ନା ଆକୁ ଛୋଟିଆ ରଖିଦେଲୁ ଗଛଟା କୋଳି ପତ୍ର ଖାଇବୁ। ଫଳିନି ତ ଏ ଗଛରେ ଅଫଳନ୍ତି। ନ ଫଳିଲେ ବି ଚଳିବ ତୁ ଜାଣିନୁ ଆଉ ଫଳନ୍ତି ଗଛ ଏଠି ଆମ ଏରିଆରେ ନାହିଁ କୋଉଠି ସେମିତି ତ ଗଛ କାଟି କୁଟି ପକଉଛନ୍ତି। ସେ ଛୁଆଟାକୁ ନଣ୍ଡା ନ କଲେ ଛାଡିବନି। କୋଳି ପତ୍ରରେ ଦେଖୁଛ କେତେ କମ କୋଳି ପତ୍ର ହେଇଛି। ତଥାପି ସିଏ ଆଉ ଚଲେଇଛି। ଆଉ କଣ ନବୁ? ଦୁବ କଦଳୀ ପତ୍ର। କଦଳୀ ପତ୍ର ଟା ଏଠି କୋଉଠି ନାହିଁ। ନାହିଁ ନା ହେଇଯା ସାମ୍ନାରେ ଅଛି ଆମେ କହୁଛୁ ନାହିଁ। ଆମ ସାହିରେ କଣ ନାହିଁ କହିଲୁ କଣ ନାହିଁ ଆମ ସାହିରେ ସବୁ କିଛି ଅଛି। ପୋକ ଶୁଙ୍ଗା ପତ୍ର। ପୋକ ଶୁଙ୍ଗା ସିଏ କି ପତ୍ର? ତୁ ଜାଣିନୁ ଯା ପଚାରିବୁ ତୋ ସ୍ତ୍ରୀ ଖୋଲ ନା। ତୋ ସ୍ତ୍ରୀ ବା ନାବ। ଥାଉ ଆର ପାଳି ନବା। ଇରେ ଉମ୍ବା ଆଇଲେ ସାଙ୍ଗମାନେ ଉମ୍ବା ଦେଖୁନୁ ଉମ୍ବା ଆଉଛି। ଦେଖନ୍ତୁ ସାଙ୍ଗମାନେ ଉମ୍ବା କହୁଛି ଚୋର ଚୋର। ସାଙ୍ଗ ଛୁଆ ଦେଖୁନୁ ସବୁ ଉମ୍ବା ଆମ୍ବ ସ୍କୁଲ ଛୁଟି ହେଲେ ମାନେ ସାଙ୍ଗମାନେ ଜାଣି ସାରିଥିବେ ଟାଇମ ଅନୁସାରେ କେତେଟା ସାଙ୍ଗମାନେ ବାଜିବଣି। ଜାଣିଥିବେ ତୁ ଟା ଆସିଲା ହେଲେ ସେ କୁଆଡେ ପଳେଇଲା ମୁଁ ତ ପାଇଲିି। ହେଇରେ ସାଙ୍ଗମାନେ ଦେଖୁନୁ ଆଲେଣା। ଆଲେଣା ବେଲେଣା ଆସେ ର ସେଉ ତୋଳିଆ ଲୋକ ଏଉଠୁ ଯାଇଛନ୍ତି ହଁ। ସଫା ଜାଗାରୁ ନବୁ। ସଫା ଜାଗାରୁ ନବୁ ସଫା କୋଉଠି ଏପଟୁ ନୁହଁ। କୋଉଠି ସଫା ଜାଗା? ସଫା ଜାଗା କୋଉଠି ଗୋଟେ ଏମିତିରେ ମୁଁ ହେଇଥିବ। ସେଠି କୁକୁର ହଗିଛି। ସଫା ଜାଗାରୁ ଗୋଟେ ନବୁ ଏଇଠି ଏଇଠି ଇରେ ଏ ଧନ ହାଏ ଆଇ ଲୁଲୁ ଲୁଲୁ ସେଇଠି କେତେ ଭଲ ଜାଗା ଏଇଠି ଆନାଲ ଏଇଠି କୁକୁରକୁ ନେଞ୍ଜାଏ। ଆଉ କୋଉଠୁ ଆଣିଲୁ? ଯୋଉଠୁ ଆଣୁଥିଲୁ ଠିକ ଦେଲା ସେଇଠି ଟିକେ ପ୍ରକାର ଥିଲା। ବର ଗାଡି କେବେ ଦେଖିନି। କେବେ ଦେଖିନି ଆରେ କେବେ ଦେଖିନି। ଆଉ ମାନେ ଦେଖିପାରୁଥିବେ ମାନେ ଗୁରୁବାର ଓଷାର ସବୁ କାମ ଆ ପାଖରେ ମାନେ ଇଏ ସବୁ କାମ କରୁଛି ଇଏ ପାଇବ ହଉଛି କ୍ରେଡିଟ ସବୁ ପାଉଛି। କାମ କିଛି ବି ମୋର କରୁଛି କ୍ରେଡିଟ ବି ଠାକୁରଙ୍କ ପାଉଛି। ପାଇଁ ମୋର କ୍ରେଡିଟ ଦରକାର।
ଦରକାର ନାହିଁ ଦୁବ ଏକାଦ ଧରିବୁ ରାଉସୁଳା ଭଳିଆ ଆପଣ ମାନେ ଏଇ ଫୁଲ ଦେଖିକି ଜାଣିପାରିଥିବେ ଗୋବରରେ କେତେ ନଗେଇକି ଖାଉଥିଲୁ। ଆଶା ହେଇଯାଇଛି କାଇଁ କହିବିନି ଦେଖିଲେ ମୁଁ ତୋଳିଛି କେତିକି ସେ ଦେଖୁନ ବ୍ଲଗରେ ଆସିବା ପାଇଁ ଚାରିଟା ବି କେତେ କୁଆଡୁ ହଉ ଦେ ଧର ଦେଖିପାରୁଥିବେ ଏଇ ଲୋ କୋଳିପତ୍ର କୋଳିପତ୍ର ଆଣିଛି 2ଟା। ଆରେ ବଳିବ ଯଦି ଗୋଟେ ପତ୍ର ଦେଖି ଆମେ ଧୋଇବା ଧୁଆ ହବ ଟିକେ ଇଏ କାଲି ଗୁରୁବାର ଯେହେତୁ ସେମାନେ ମନେ ରଖିଥିବେ ଗୁରୁବାର ସଂକ୍ରାନ୍ତି ଏକାଦଶୀ ଦ୍ୱାଦଶୀରେ ତୁଳସୀ ତୋଳିବେନି। ମୁଁ ଏବେ ତୁଳସୀ ନେବି ଇଏ ମୋ ଚପଲଟା ପିନ୍ଧିକି ଯିବ ମୁଁ ଟିକେ ତୁଳସୀଟା ତୋଳିବି। କାଲି କ ସଂକ୍ରାନ୍ତି କାଲି ପା ଗୁରୁବାର ଚପଲଟା ମୁଁ କେମିତି ନେବି ଯା ଖୋଲି ଦେଇଛୁ ତମ ଘର ତ ଏଇଠି। ହଉ ଦେଖନ୍ତୁ ତାକୁ ଟିକେ ବ୍ଲକ୍ ଏଇଟା ସବୁବେଳେ ପାଇଁ ମନେ ରଖିଛ। ଆଉ ଥରେ କହୁଛି ଗୁରୁବାର ସଂକ୍ରାନ୍ତି ଏକାଦଶୀ ଦ୍ୱାଦଶୀରେ କେବେ ବି ତୁଳସୀ ଛିଡ଼େଇବେନି କାହିଁକିନା ସେଦିନ ଯଦି ଆପଣ ତୁଳସୀ ଛିଡ଼େଇବେ ଠାକୁରଙ୍କୁ ବେକ ଛିଣ୍ଡେଇବା ସହିତ ସମାନ। ଆଉ ବେକ ଛିଣ୍ଡଉନାହାନ୍ତି କଣ କଳି ଯୁଗ ହେଲା ବେକ ଛିଣ୍ଡଉଛନ୍ତି ମାଇପେ କଣ କିଛି ମାନେ କିଛି ମାନୁଛନ୍ତି ଭାଇପେ କିଛି ମାନୁଛନ୍ତି ତୁଳସୀ ପତ୍ର ଛିଣ୍ଡେଇକିନା ଦେଖୁନା 2-4 ଦିନ ପୂଜା କରିଦେଲେ ପଞ୍ଚୁକରେ ଚଉରାଟା ଖିଆ କରୁଛନ୍ତି ଗୋଟେ ଧୂପ ଆଣି ଦଉନାହାନ୍ତି। କଦଳୀପତ୍ର ଆଣିବ ଚପଲ ଟିକେ ଆଣେ ଚିରିକିରି ଅଳ୍ପ ଟିକେ ଆଣିବ ତ ଚପଲଟା କାହିଁକି ଗୋଟାଏ ଆଣ ସେତିକି ବନ୍ଦ କରିବା। କୁଆଡେ କୁଆଡେ ଦିଟା ପଉଛନ୍ତି ସାନ ଦେଖିଲେ ପାଟି କିଛି କହିବେନି ତୁ ଯାଉନି ଟିକେ ନାଗୁରୁ ଆଣିବୁ ବା ଖାଲି ଚିରି ଆଜି ଅଧିକ ଚୋର ଦିଟା ଚୋରି କରୁଛନ୍ତି ପରବାରରେ ବସି। ଖାଲି କଦଳୀପତ୍ର ଟିକେ ଚିରିକି ଆଣିବୁ ଚୋର ନୁହଁ ଆମେ କେବେ ଚୋରି କରୁନୁ। ତମ ଯିଏ କ୍ୟାମେରା ଦେଇ ସେ ଚୋରଣୀ ମୁଣ୍ଡି ଚିରିକି ଆଣେ ସେମିତି ନୁହଁ ଏମିତି ଚିରିକି ଆଣିବୁ ପତ୍ର ଏମିତି ଚିରିକି ଆଣି ତା ଯେମିତି ରହିବ ସେ ଚିରି ଫଟା ଫଟା କରିବୁନି। ଦେଖନ୍ତୁ ପରବାରରେ ପଶିକିରି ଚୋରି କରୁଛି କହିଲା ବେଳକୁ କହୁଛନ୍ତି ଆମେ ଚୋର ନୁହଁ। ଆଉ ଦେଖ ଓହୋ ହେଇଛି ଆଉ ହଁ ସେ ହବ ବା ଫାଟି ଯାଇଛି ଫୋପାଡ଼ି ଦେଲା କେମିତି ହବ। କେତେ ଖଣ୍ଡ ଦରକାର 2-3 ଖଣ୍ଡ ହେଲେ ହେଲା। ଆଉ ଖଣ୍ଡେ ଆଣ ନାଇଁ ବା आसु वर्षा आसु झड़ी आकाशटा पड़ुछि केबे हम पड़ी बनी कटी ये तो धमार गारंटी ये तो धमार गारंटी पड़ी गले के भी कटे संगे संगे होबो नीति तोर मोर थिबारे काठी ମାନେ ଘୃଣା କରିବି ଯେହେତୁ ଗୋମାତାଙ୍କ ଯୋଉ ଇଏ ମୁତ ଯାଉଛି। ଜାଣି ଶୁଣିକିରି ଦେଖିଲୁ ମୋ ହାତ ଫାତ କଣ କଲୁ ତୁ କେତେ ଅସନା ହେଲା। ଚାଲେ ଜାଣି ଶୁଣିକି ସେଇଠି ଗୋଡ ପଡିଯାଇ ନଥାନ୍ତା ମୋର ଜାଣି ଶୁଣି ଚାଲନ୍ତୁ ସାଙ୍ଗମାନେ ଏବେ ତୁଳସୀ ତୋଳିବା ଯେହେତୁ କାଲି ଗୁରୁବାର ଆଜି ତୁଳସୀ ତୋଳିବା ଏବେ। ଗୁରୁବାର ତୁଳସୀ ତୋଳେ ବ୍ଲକରେ ମିଛ କଥା କହୁ। ନାଇଁ ମୁଁ କେବେ ତୋଳିନି ଆଜି ପର୍ଯ୍ୟନ୍ତ। ଚପଲ ଧରି ଯାଇଛି ତୁଳସୀ ଆଣିଲେ ନମସ୍କାର ହେଇ ତୁଳସୀ ତାମାନେ ମନେ ରଖିବେ ଗୁରୁବାର କେବେ ତୁଳସୀ ନା ଗୋଟାଏ ପତ୍ର ଆଣି ମନେ ଏତେ କମ କଣ ହଁ କାଲି ଗୋଟାଏ ଦିନ ପାଇଁ ମୁଁ 1 ନମ୍ବର ତୁଳସୀ ଛିଡ଼େଇବି। ଦେଖନ୍ତୁ ତୁଳସୀ ହେଇଗଲା ଏବେ ଆମେ ଚାଲୁ ଏବେ ଧୋଇବୁ ଆସନ୍ତୁ। ସେ ତୁଳସୀ ଧରିଛି ସାର୍ ଚପଲ ପିନ୍ଧି ସବୁ ଯାଇକି ନେଇ ଆସିଲୁ ଆମ୍ବ ଡାଳ ଦୁବ ବରକୋଳି ପଳେଇ ଦୁବ ବରକୋଳି ପତ୍ର ପଳେଇ ଆସିଲା ସବୁ ଏଠି ପଳେଇ ଆସିଲା। କାଲି ସକାଳୁ ଟିକେ ମାଙ୍କର ଏମିତି ନର୍ମାଲ ପୂଜା ହେବ। ଆମ ପଟେ 5 ପାଳି ମାଣବସା ହୁଏ ଲାଷ୍ଟ ପାଳି ଗୋଟେ ପାଳି 4 ପାଳିରେ ମାଣ ବସାଯାଏ ତାପରେ ମାଙ୍କୁ ପୁଣି ରଖାଯାଏ
ମାଘ ମାସରେ ପୁଣି ମାଙ୍କୁ ମଣ୍ଡା ଦେଇକିରି ଉଠାଯାଏ। ସବୁ କାମ ପାଇଛି ନା ଆଉ କଣ ବାକି? ସବୁ ସରିଛି। କାଲି କାଲି ପାଇଁ ସବୁ ସରିଛି। ହଁ ଦେଖନ୍ତୁ ଲିପା ଲିପି ଲିପା ଲିପି ପୁରା। ତମ ପୁଅ କଣ ଆମ୍ବ ଡାଳ ଆଇଲେ ଆଜି କଣ କରିବ? ଆମର ପ୍ରତି ଗୁରୁବାର ଘରେ କଳସ ବସେ। ଲିପା ଲିପି ସରିଛି। ଆଜି ଚିତା ପଡିବ ନାନୀ ଆଣରେ। ଏ ନାନୀ କଣ ବେଳ ବୁଲା ଉଠିବନି? ହେଲା ମଗୁସୁର ଆଜି ଗୁରୁବାର ହେଲା ମଗୁସୁର ଆଜି ଗୁରୁବାର ତୋ ପୂଜା